विधाई मुरादी है कृष्णा है कृष्णा है कृष्णा है कृष्णा
ସେଇ ହଉଛି କାନରେ ଖାଇବା କୋଉ କଥା ନା କର୍ଣ୍ଣ ଦେଇ କମଳ ନୟନ କଥାକୁ ହରି କଥାକୁ କୃଷ୍ଣ କଥାକୁ ଭଗବାନଙ୍କ କଥାକୁ କାନରେ ଶ୍ରବଣ କଲେ ଆତ୍ମା ଖୁସି ଆମେ କାହାକୁ ଖୁସି ଦେଇଛେ ଶରୀରକୁ ନା ଆତ୍ମା ସାଢେ ଭାତ ଡାଲମା ଖାଉଥିଲେ ନା କଣ ହେଲା କଣ ହେଲା ନା ଆମେ ଖାଇ ଆସୁ ଆଗ କିଏ ଶରୀର ଇଏ ଶରୀରଟାକୁ ଯିଏ ଧରିଛି ଥରେ ତା କଥା ଚିନ୍ତା କର ସବୁବେଳେ ଗୋଟେ ସମୟରେ ଖାଉଛେ ଡେରି ହେଇଯିବ ଟଙ୍କା ଡେରି ହେଇଯିବ ତ କଣ ହବ ଇଏ ହଉଛି କାନରେ ଖାଇବା କାହିଁକି କହୁଥିଲେ କଥା ତେଣୁ ଚାରିଟା ଜାଗା ଗଜ କୁମ୍ଭୀର ଉପାଖ୍ୟାନ ଆମ ପୁରାଣରେ ଲେଖା ହେଇଛି ଠିକ କଣ ଠିକ କୋଉ ଜାଗା ପୁରାଣ ହଉଛି ଅଙ୍କର ଗୋଟିଏ ଭୁଲ ଉତ୍ତର କଣ ଭୁଲ ନା 6 ଗୁଣନ 6 ସମାନ 36 ନା ଲେଖିପାରୁନି ଓଡ଼ିଆରେ 36 ପିପ ମାରିବ କିନ୍ତୁ ଇଂଲିଶ ପେପର ପଢିବ ଯାହା ପଢିନି କିଛି
इंग्लिश लो थारा भितर कोन बुझी जाई छी ଆଜ୍ଞା ये कथा नाही दबो ବୁଝେ ନେଇଛି ଆଉ से अनुमान देना ଭୁବନେଶ୍ୱର ବୁଢୀ କଲା କାହିଁ କହୁଛି ଗୋଟେ କ୍ଲାସରେ 50 ପିଲା ପଢୁଛନ୍ତି ସେ 50 ପିଲା ପଢୁଛନ୍ତି 10 ପିଲା ଠିକ ଉତ୍ତର ଲେଖିଲେ 40 ପିଲା ଭୁଲ ଉତ୍ତର ଲେଖିଲେ ଲେଖିଲେ ଯୋଉ 10 ପିଲା ଠିକ ଉତ୍ତର ଲେଖିଲେ ଆଜ୍ଞା ଏ ମା ସେ ଉତ୍ତର ଗୋଟିଏ ନା ଦିଟା ଗୋଟିଏ 26 ତ ଆଜ୍ଞା ये 40 ପିଲା ଭୁଲ ଉତ୍ତର ଲେଖିଲେ ସେ ଗୋଟିଏ ହବ କି ନା କିଏ 82 ଲେଖିଲା କିଏ 40 ଲେଖିଲା କିଏ 22 ଲେଖିଲା କିଏ 28 ଲେଖିଲା ମୁଁ 58 ଲେଖିଲି ଠିକଟା ସବୁବେଳେ ଗୋଟିଏ ଗୋଟିଏ ଆଜ୍ଞା ହଁ ଭୁଲଟା ଅନେକ ସବୁବେଳେ ଅନେକ ଅନେକ ପୁରାଣ କାଉଛି ଅନେକ ଅନେକ ତାକୁ ଗୋଟିଏ ଜାଗାକୁ ନେବାକୁ ତାକୁ ଗୋଟିଏ ଜାଗାକୁ ନେବାକୁ ତାହେଲେ ପୁରାଣ ଠିକ ହବ ଆଉ ପୁରାଣକୁ ଯଦି ସେଇ ହିସାବରେ ନ ବୁଝିବେ ସେ ଗୋଟେ ଆଇମା କାହାଣୀ ହେଇକି ରହିବ ପୁରାଣକାର ମାନେ କେତେ ଦୂରଦୃଷ୍ଟି ରଖିବାକୁ ସବୁ ଲେଖିଥିଲେ ଲକ୍ଷେ ଯୋଜନରେ ମଞ୍ଜ ଡାକ ଦେଲା ଜାଗା ଠାରୁ ପ୍ରଭୁ ଥିଲେ କୋଉଠି ନା ଲକ୍ଷେ ଯୋଜନ ନା ସେଇଆ ଲେଖା ହେଇଛି ଆମ ଭଜନରେ ସେଇଆ ଲେଖା ହେଇଛି ଲକ୍ଷେ ଯୋଜନରେ ଗଜ ଡାକ ସେ ଜାଗାଟା ଲକ୍ଷେ ଯୋଜନ ଆଜିକା ହିସାବରେ କେତେ କିଲୋମିଟର ହବ କେତେ କିଲୋମିଟର ହବ ଆଜିକା ହିସାବରେ ଯୋଜନ କୋଷ ମାଇଲି ସବୁ ହିସାବ ପଳେଇଛି ନା ଆଜ୍ଞା ଅବିକା କିଲୋମିଟର କେତେ ହବ ସେ ଯୋଜ ମାପିବ କଣ ଆଣିଛି ମାପିବ ଇଏ ଚାକିରିଟେ ଗାମୁଛା ଆଣିଛି ଟକିସି ସେଇଥିରେ ମାପିବ ଗୋଟେ ଯୋଜନ ତ 4 କୋଷ କୋଷକ 4 କିଲୋମିଟର ପୁରା ନୁହ 3 କିଲୋମିଟର ପ୍ଲସ ନା ଠିକ ନୁହ ହିସାବ କର 4 3 ଗୋଟେ ଯୋଜନକ 12 କିଲୋମିଟର ପାଖାପାଖି ତାମାନେ ଲକ୍ଷେ ଯୋଜନ ମାନେ ଲକ୍ଷେ ଗୁଣ 12 ଆଭରେଜ 12 ଲକ୍ଷ କିଲୋମିଟର ଦୂରରେ ପ୍ରଭୁ ଅଛନ୍ତି ଯଦି ଏହା ଠିକ 12 କିଲୋମିଟର ଦୂରରେ ପ୍ରଭୁ ଅଛନ୍ତି ତାହେଲେ ଆମେ ଛୁଆ ବେଳେ ବା ପାଠ ପଢିଲା ବେଳେ ପ୍ରାର୍ଥନା କରୁଥିଲେ ସେ ଭୁଲ ଜଳ ସ୍ଥଳ ବନ ଗିରି ଆକାଶ ତୁମ୍ଭ ବିନାଶ ପ୍ରଭୁଙ୍କ ବିଦ୍ୟମାନତା ତାହେଲେ ଇଏ ଠିକ ନା ଭୁଲ 12 ଲକ୍ଷ କିଲୋମିଟର ଆମ
ଆମଠାରୁ 12 ଲକ୍ଷ କିଲୋମିଟର ଦୂରରେ ଠାକୁର ଅଛନ୍ତି କବିଙ୍କ କଳ୍ପନା ଠିକ ନା ଭୁଲ ଯିଏ ସେ ଚକ୍ର ପଠେଇଲେ ଚକ୍ର ପଠେଇଲେ ସେ କୁମ୍ଭୀରକୁ ଆଣିଲା ନା ଡାକିଲା ସେ ଯୋଉ ଚକ୍ରଟା ପଠେଇଲେ ସେ ଚକ୍ରଟା କୌଣସି ଇଲେକ୍ଟ୍ରିକ ଭିତ୍ତିକ ଥିଲା ସେମିତି ବୁଲି ଯାଉଥିଲା ନା ତାକୁ ବୁଲେଇକିରି ଛାଡ଼ିଲେ ଯଦି ବୁଲେଇକିରି ଛାଡ଼ିଲେ ତାହେଲେ 12 ଲକ୍ଷ କିଲୋମିଟର କୋଉ ନ୍ୟାୟରେ ସୁଦର୍ଶନ ଚକ୍ର କୁମ୍ଭୀରକୁ କାଟିଲା सुदर्शन चक्र प्रभु धरते कहीं प्रभु सुदर्शन चक्र कहीं धर जब तुम जहाँ भाव आम जब गोटे बस कथबार्ता सुदर्शन चक्र ठाकुर कहीं धर प्रभु कौन चिकेन मटन जल्दी खाले छुई रखी जाते कटुरी की पनिकी जेते माँ बोल के चक्र रखी माछ काटे यही उत्तर आप भावुचे ना शत्रु को विनाश करने प्रभु सुदर्शन चक्र महाभारत काटिदेले जो भी प्रभु को काम पड़े से कहे काटी जना पड़ा प्रभु सर्वशक्तिमान ना अल्प शक्तिमान ना पावरलेस कौन मैंने कौ विचार ठीक ये जीए सर्वशक्तिमान से गोटे चक्र आश्रय रोच सर्वशक्तिमान जी से ठेगा बाड़ी से जहाँ चाहिए ता कर प्रभु को शक्ति थिला ना नथिला जहाँ चाहिए से करदेबे तब देखी जो अभिमन्यु समस्त सिंह विद्रोह कर बोला उन ना भीमत खेलू इच्छा इच्छा समुद्र इच्छा करते से कुंभीरटा हाथी धरे इच्छा कर कुंभीर मर जाए ठीक ना भूल बहुत इच्छा शक्ति इच्छा करते मर जाऊ चक्र को कहीं पठे जना पड़गला प्रभु सर्वशक्तिमान गोटे नुह जो जी छुरी कटोरी भुजाली आश्रय मिले मनुष्य कहीं से सर्वशक्तिमान नुह से गोटे शक्तिर आश्रय नहीं प्रतिशोध ठीक ना प्रभु कहीं नेला कौन तो भीतर रहस्य यही जीवन में बुझीगले पुराण का बुझी सहित पुराण सहित आम जीवन कथा बुझे पुराण हूँ आम सब जीवन कथा ये चक्र कथा पछरे भीतर आग जगह ठीक कर कौ जगह सी नंदे अरे कुंभीर कबल हाथी पड़ा हाथी डाकिया प्रभु को प्रभु तक उद्धार करदे ये रजरे माँ तुम गाँव में कई घासी कटा बजार छुरी छेली देखिए लगुच
ଛୁରୀ ଯାଉଛି ନା ଆଜ୍ଞା ଗୋଟାଏ ଛେଳିର ଆଜି ପର୍ଯ୍ୟନ୍ତ ତା ଚେତନା ଉଦୟ ହଉନି ହେ ପ୍ରଭୁ ମତେ ରକ୍ଷା କର ଛୁରୀ ଧରି ଯାଇ ପାଟିରୁ ହଁ ହଉଛି ଏଇ ଯୋଉ ଧର୍ମୀୟ ଭାବନା ଧର୍ମର ଚିନ୍ତାଧାରା ଈଶ୍ୱରଙ୍କୁ ଚିହ୍ନିବାର ଜ୍ଞାନ ଜ୍ଞାନ ଏ ଛେଳିର ଅଛି ନା ହାତୀର ଅଛି ହେଇ ହେଇ କାହାର ଅଛି ଆୟ ମନୁଷ୍ୟ ଦେହ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଜ। କେବଳ ଧର୍ମର ବିଚାର ଧର୍ମର ଚିନ୍ତା ମଣିଷ ବ୍ୟତୀତ ଦୁନିଆରେ କାହାର ନାହିଁ ଯେତେ ଜୀବ ସୃଷ୍ଟି ହେଇଛନ୍ତି ଆଜ୍ଞା ଆଉ ଯଦି ଅନ୍ୟ ଜୀବମାନଙ୍କର ଏ ଧର୍ମର ଭାବନା ଚେତନା ସୃଷ୍ଟି ହେଇଥାନ୍ତା ତାହେଲେ ମଣିଷ ସୃଷ୍ଟି ହେଇନଥାନ୍ତି। ଭାଗବତ ଦେଖ ଆତ୍ମା କ୍ରୀଡ଼ନେ ନର ପୂର୍ବେ ଅନେକ ସୃଷ୍ଟି କରି, ପୂର୍ବେ ଅନେକ ସୃଷ୍ଟି କରି, ପୂର୍ବେ ଅନେକ ସୃଷ୍ଟି କରି। ସଂସାରେ ଖେଳି ନାନା ମତେ, ସଂସାର ପାଇଲେ ଚିତେ, ସଂସାର ପାଇଲେ ଚିତେ, ସଂସାର ପାଇଲେ ଚିତେ। ମଣିଷ ପୂର୍ବରୁ ନା ସବୁ ଜୀବ ସୃଷ୍ଟି ହେଇଥିଲେ ସମସ୍ତଙ୍କ ପଛରେ ସୃଷ୍ଟି ହେଲା ମଣିଷ କାହିଁ ସୃଷ୍ଟି ହେଲା ମଣିଷ ନା ଯେତେ ଜୀବ ସୃଷ୍ଟି ହେଲା ପ୍ରଭୁଙ୍କ ସହିତ ଖେଳିଲେ ଖୁସି ହେଲେନି କଣ ଗାଁରେ ଛେଳି ମେଣ୍ଢା ଆସି ଅସ୍ତ୍ର କରିପାରିବି କରିବି ମଣିଷ କରୁଛି ନା କାରଣ ଈଶ୍ୱରଙ୍କୁ ଜାଣିବା ଚିହ୍ନିବାର ଜ୍ଞାନ ସେ ଧର୍ମର ଭାବନା କେବଳ ମଣିଷ ପାରେ ହାତୀକୁ ବି ତା ବୁଢୀରେ ଧରିଲେ ସେ ଡାକିଲା ପ୍ରଭୁ ରକ୍ଷା କରିବେ ଧର୍ମେଣ ହୀନା ପଶୁ ବି ସମାନ ଆହାର ନିଦ୍ରା ଭୟ ମୈଥୁନନ୍ତ ସମାନ ତତ୍ତ ପଶୁ ବି ନରା ଧର୍ମ ହିତେଶ ଅଧିକ ବିଶେଷ ତା ଜ୍ଞାନ ହିତେଶ ଅଧିକ ବିଶେଷ କେବଳ ମଣିଷ ପାଇଁ ଆଉ ସବୁ ସମାନ ଆହାର ବିହାର ଯାହା ସବୁ ଅଛି ପଶୁ କରୁଛି ମଣିଷ କରୁଛି ଛେଳିଟା ଶୋଉଛି ମଣିଷ ଶୋଉଛି ଛେଳି ଖାଉଛି ମଣିଷ ଖାଉଛି ମଣିଷ ପିଲା ଛୁଆ ଆମର କରୁଛି ଛେଳି ପିଲା ଛୁଆ ସେ ସବୁ ହଉଛି ନା ହଉନି କିନ୍ତୁ କଣ ନାହିଁ ତାଙ୍କ ପାଖରେ କଣ ନାହିଁ ନା ଧର୍ମର ଭାବନା ଆପଣ ନା ହୋ ନହେଲେ ଏତେ ଛେଳି ଗଦରେ କଟା ହଅନ୍ତିନି ହେଇଲୋ ବୋପା ହେ ମୁଣ୍ଡା ମାରି ଭାଙ୍ଗି ଦିଏ ଦେଗୁଡା ହାତ ଏତେ ଛେଳି କଟା ହଅନ୍ତିନି ନା ଆଜ୍ଞା ଗୋଟିଏ ଛେଳି ବେକରେ ଲାଗିଲା ବେଳକୁ ସାରା ପ୍ରଭୁ ସୁଦର୍ଶନ ଚକ୍ର ପଠାନ୍ତି ଯିଏ କାଟୁଛି ତାକୁ ହାଣ ଆଉ ଗଜୁକୁ ସେଦିନ ସିଏ ମାତ୍ର ପାଇଁ ଗଜୁକୁ କୁମିରୁ ସେ ଆଣିଦେଲେ ଆଉ ଇଏ ଯେତେକ ସବୁ କଟାଳି ବେଳା କାଟୁଛି ତାକୁ ଆଣିଦେବି କଣ ତା ବିଚାର ଅଛି କୋଉଠି କୋଉଠି ଅଛି ବିଚାର ସୁଦର୍ଶନ ସେଇଆ ହେ ଚକ୍ରଟା କଣ ସମୟ ସମୟ ସମୟର ଚକ୍ର ଯାଏ ଇଏ ଚକ୍ରଟା ହଉଛି ସମୟ ଆପଣ ଭୁଲ କରିବେ କି ଠିକ କରିବେ ଫଳ କେତେବେଳେ ପାଇବେ କେତେବେଳେ ପାଇବେ ସମୟ ଦବ ନା କିଏ ଦବ ସମୟ ଦବ ମୁଁ କହିବି ମୁଁ ଆଜି ନାଁ ଲେଖେଇଲି +2 ରେ ହଁ ମତେ ଏକାଥରେ ପିଜି ସାର୍ଟିଫିକେଟ ହବ ନା ହବ ନା ଆଜି ମୁଁ ପାଠ ପଢିଲି ମୁଁ କାଲିକି ଆଉ ଗୋଟେ କାମ ହବ ଗୋଟିଏ ବର୍ଷ ସମୟ ସମୟ ତମେ ପରୀକ୍ଷା ଦେଲେ ଆଜି କାଲିକି ମୋ ରେଜଲ୍ଟ ବାହାର କରିତେ ହବ ନା ଦଉଛି କି ସେ ଭଲ ଫଳ ଆମ କଥାକୁ ଫେରି ଆସ ମୋ ମା ହାତୀ ଯେତେବେଳେ କୁମ୍ଭୀର କପାଳ କରିଥିଲା ସେ ଏକା ବଳ ପ୍ରାଣ କରୁଥିଲେ ହାତୀର ସବୁ ଜଙ୍ଗଲରେ ଯେତେ ହାତୀ ଥିଲେ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ ଯେତେ
ଜାଣିଲେ ସେ ଉଦ୍ଧାର ଆଣିବ କିଏ ଧରିଛି ନା କାହା ଧରିଛି ଆମ କଥା ଏଇଥିରୁ ଏଇ ଜାଗାରୁ ଆମେ କହିଥିଲୁ ଖାଲି ଗଜ ଉଦ୍ଧାର ହେଇଯାଉ ସେ ଗୋଟିଏ ରାତି ଖାଲି କିଲୋଟ ଏ ଧାଡ଼ିଏ କଥା ଗୋଟେ ରାତି ମାନେ ଠିକ ବୁଝିବା ପାଇଁ ଆଉ କାହାଣୀ ଭଳିଆ ଶୁଣିଲେ ସେ ଦିନକୁ ଶୁଣିବେ ये काल नाच का काल का समर्पण डर ସେଇଥିପାଇଁ ଭକ୍ତକର୍ମ ମନୋବୋଧ ଯୋଉଥିରେ କହିଲେ ଏହା ଜନ୍ମ ଯେ ମଜା ନଇ ବାଉତ ଯୁବା କାହା ଧରିଛୁ ତୁ ମରିବୁ ମରିବୁ ତୋ ସାଙ୍ଗରେ ଆମେ କାହିଁ ମରିବୁ ତୁ ଏକା ମର ଛାଡ଼ି ସେଇଠି ହାତୀ ବିଚାର କଲା ଯାହାକୁ ମୁଁ ଏତେ ଭଲ ପାଉଥିଲି ମୋ ଆଖିର ସଦର ବନ୍ଧୁବାନ୍ଧବ ଭାଇମାନଙ୍କୁ कोरोना बेले छिकिला तू पाला काहीँकी गला के काହାର ସ୍ୱାମୀ के काହାର ସ୍ତ୍ରୀ ଆଜି ମିଥ୍ୟାର ଏ ଯେତେବେଳେ କାନ୍ଦିବ ନା ସେତେବେଳେ ଏକୁଟିଆ କାନ୍ଦିବାକୁ ପ୍ରସ୍ତୁତ ଲୁହରେ ଭାଗ ବସେଇଲା ବାଲା ଦୁନିଆରେ କେହି ନାହାନ୍ତି କରୁଛି କିନ୍ତୁ ଓଠରେ ହସ ଥିଲା ବେଳେ ଦୁନିଆରେ ସମସ୍ତ ଭାଗ ଯେତେବେଳେ ତମ ଓଠରେ ହସ ଥିବ ଭାଗ ବସେଇବା ପାଇଁ ଅନେକ ଲୋକ ଅଛନ୍ତି କିନ୍ତୁ କାନ୍ଦିଲା ବେଳେ ସବୁବେଳେ ମନେ ରଖିଥାଉ ଏକା କାନ୍ଦିବା ପାଇଁ ଛୋଟିଆ ଛୋଟିଆ କଥା ଶୁଣ ଯିବା ଗୋଟେ ଗାଁର ଗୋଟେ ଅଭାବୀ ଗରିବ ପରିବାର କହିଲେ ସ୍ୱାମୀ କି ସ୍ତ୍ରୀ କି ଗୋଟିଏ ପୁଅ ମା ପରର ବାସନ ମାଜି ଯାହା କିଛି ରୋଜଗାର କରେ ବାପା ବି ପର ଘରେ ମଜୁରୀ ଲାଗେ ଜାଗା କହିଲେ ସେ ଘର ଖଣ୍ଡିକ ଆଉ ମିଳିବେ କେବଳ ପର ଘରେ ବାସନ ମାଜି ମା ପର ଘରେ ମଜୁରୀ ଲାଗି ବାପା ପରିବାର ଦୁଃଖେ କଷ୍ଟ ତା ଭିତରେ ପୁଣି କେତେବେଳେ କିନ୍ତୁ ଉପବାସ ରହିବା ପାଇଁ ପଡେ କିଛି ଦିନ ହେଲା ସେ ମାକୁ ତାର ସେ ତା ସ୍ତ୍ରୀ କି ରୋଗ ହେଲା ଔଷଧ ଦେଇପାରିଲା ନାହିଁ ସ୍ୱାମୀ କିଛି ଦିନ ପରେ ସ୍ତ୍ରୀ ମରିଗଲା ମୋ ପାଇଁ ଛୁଟି ସ୍ତ୍ରୀ ମରିଯିବା ପରେ ଯାହା ସିଏ ବି ତା ପୁଅଟାକୁ କେମିତି ସଂସାରରେ ବଞ୍ଚେଇ ରଖି ବଡ ମଣିଷ କରିବ ଅଣ୍ଟା ଭିଡି ସେ ପର ଘରେ କାମ କରି ଦୁଃଖେ କଷ୍ଟ ଚଳିଲା ପାଠ ପଢିବା ପାଇଁ ପଇସା ନେଇ ଗାଁରେ ଯେତିକି ସ୍କୁଲ ଥିଲା ସେଇ ପର୍ଯ୍ୟନ୍ତ ପାଠ ପଢ କିଛି କରିସାରିଲା ପରେ ଆଉ କଲେଜ ଯିବା ପାଇଁ ଟଙ୍କା ନାହିଁ ବାପା ଡାକିଲା ପୁଅ କଣ କରିବି ମନ ଅଛି ତୋତେ ପାଠ ପଢିବା କିନ୍ତୁ ମୋ ପାଖରେ ପଇସା ନାହିଁ ନା କଣ ବାପା ବ୍ୟସ୍ତ ହୁଅନି ତମେ ଗାଁରେ ଯାହା ଯେମିତି ଖର୍ଚ୍ଚ କର ମୁଁ ଯାଉଛି ବାହାରି ବିଦେଶ ପଳଉଛି ଯାହା କିଛି ରୋଜଗାର କରିବି ଆପଣ ପାଖକୁ ପଠେଇବି ତମେ ଆଉ ବ୍ୟସ୍ତ ହୁଅନି ପୁଅ ବିଦେଶ ପଳେଇଲା ଯାହା ଛୋଟ ମୋଟ କାମ କରି ଧୀରେ ଧୀରେ କିଛି ପିଲା ରୋଜଗାର କଲା ବାପା ପାଖକୁ ପଠେଇଲା ପରେ ବାପାର ଅବସ୍ଥା ଟିକେ ଭଲ ହେଇଗଲା ବାପା ଅବସ୍ଥା ଭଲ ହେଇଗଲା ବାପା ପର ଘରେ ମଜୁରୀ ଲାଗି ଯୋଉ ପଇସା ରଖୁଥିଲା ପୁଅ କିଛି ପଇସା ପଠେଇଲା ଏମିତି ରଖିଦେଲା ଘର ଖଣ୍ଡେ ଗଲା ଘର ଖଣ୍ଡେ କରିସାରିଲା ପରେ ଅନେକ ଦିନ ପରେ ପୁଅ ଆସିଲା ବିଦେଶରୁ
से भी पैसा पत्र विषय बापा को देखे बापा तुम भाग्य पड़ा पुओ भी बाहर कर ଆଉ ଘର ସରିଲା ପରେ ଟଙ୍କା ରୋଜଗାର ହେଲା ପରେ ପୁଅ ବାହାର ଚିନ୍ତା ନା ପୁଅ ବାହାଘରଟା କରିଥିଲି ଭଲ ଝିଅ ଦେଖି ପୁଅ ବାହାଘରଟା କରିଥିଲି ବୁଢା ଟିକେ ବିବେକୀ ଲୋକ ହେଲା ଧନରେ ବର୍ତ୍ତମାନ ମୋ ବଳ ଅଛି ନିଜ କାମ ନିଜେ ମୁଁ କରିପାରୁଛି ତୁ ବୋହୂକୁ ନେଇକିରି ବିଦେଶ ଯା ତୁ ଏକୁଟିଆ କୋଉଠି ଖାଇବୁ କଣ କରିବୁ ତୁ କୋଉଟା ବୋଲି ସାରିବୁ ବାପା ମୁଁ ଟିକେ ଆଗିଲା ଦେଇଥିଲା କାଳେ ପୁଅ ବିଷୟଟା ପଚାରି ପାରୁନି ବୁଢ଼େ ରୋଷେଇ କଲୁ ବାପା ବିବେକୀ ନାଇଁ ବୁଢା ପଠେଇଲି ବହୁ ଭାଷା କିନ୍ତୁ ବୁଝିପାରୁନି ଏମିତିଆ ଜାଗାରୁ ବହୁଟା ଆଇଲା ବହୁ କଣ କହୁଛି ବୁଝିପାରୁନି ଖାଉଛି ଖାଲି ଆଉ ଓଡ଼ିଆ ଜାଣିଲେ କଣ କରିବୁ ତୁ ସେଥିପାଇଁ ତୁ ତା ଭାଷା ବୁଝିପାରିଲୁନି ତୁ ତୋ ସାଙ୍ଗରେ ପଠେଇ ଦେଲୁନୁ କଣ ପାଇଁ ପଠେଇବୁ ପୁଅ ରହିଲା ବିଦେଶରେ ବୋହୁ ଗଲା ସାଙ୍ଗରେ କିଛି ଦିନ ପରେ ଚିଠି ଆସିଲା ତ ମୋବାଇଲ ଫୋନ ନଥିଲା ନା ତୁ ଚିଠି କାରବାର ସବୁ ଯୋଉ ପୋଷ୍ଟ ପିଅନ ଚିଠି ଆଣିକି ଦେଲା ବୁଢା କହିଛୁ ଆମ ଆମର ପଚାରିକି ଆସି ପୋଷ୍ଟ ପିଅନ ଡାକିଲେ ଗାଁ ଆସିଲେ ଦଉଥିଲେ ନା ଆମେ ସେଗୁଡା ଉଠିଗଲା ବୁଢା କା ତମ ଚିଠି ଚିଠି ଆଉ ବାବା ଟିକେ ଟିକେ ଚିଠା ଟିକେ ପଢିଦେଲୁ ପୋଷ୍ଟ ପିଅନ ସିଏ କହୁଛି କଥା ତମ ବାପା ପୁଅର କଥା ମୁଁ କାହିଁ ତା ଭିତରେ ପଢିଯାଉଛି ତୁ ନ ପଢିଲେ ମୁଁ ତ ଯାହାକୁ ପଢେଇବି ନା ମୁଁ କଣ ପଢି ଜାଣିଛି ତୁ ବସ ମୋ ପୁଅ କଣ ଲେଖିଛି ଟିକେ ପଢି ପୋଷ୍ଟ ପିଅନ ବସିଲା ଚିଠି ଯୋଉ ଚିଠିରେ ଯୋଉ ଲେଖିବା ସେ ତରିକା ସବୁ ଆଗରୁ ଥିଲା ବାପା ମା ପଢା ତାକୁ ଉପରୁ ମୁଁ ଭଲ ଶୁଣିଲା ଇଏ ବର୍ତ୍ତମାନ ପିଲା ଯିଏ ସବୁ ମୋବାଇଲ ଆଉଛି ଚିଠି ସେଇଠି ହବ ମୋର 16 ପାଲା ଆଉ 2 ମିନିଟ୍ 5 ମିନିଟ୍ କହିଥା ସେ ଚିଠିରେ ବାପା ତ ଭଲ ତମ ମୁଁ ଠାକୁର ଉପରେ ଭଲ ଅଛି ଆଉ ଯାହା ତମ ଖରାପ ଭଲ କଥା ଲେଖିକି ଶେଷରେ ଲେଖିଛି ବାପା ଜାଣିବ ଖୁସି ହବ ତମେ ଜେଜେ ହବା ପାଇଁ ଯାଉ ଜେଜେ କଥା ଶୁଣିଲା ମାନେ ମୋ ପୁଅର କଣ ପିଲା ହବ ଆନନ୍ଦ କହିବ ପୁରା ହସ ଖୁସି ଯୋଉ ପୋଷ୍ଟ ପିଅନ ତାକୁ ପଢୁଥିଲା ଏଇଠି କହିଥା ମୁଁ ଯାଉଛି ବଜାରକୁ ମିଠା ମିଠା ନେଲେ ତୁ ଆଗ ମିଠା ମିଠା ଭଲ ଖବରଟା ମତେ ଆଗ ପଢି ଶୁଣେଇଲୁ ନା କହିଲା ବଜାରରୁ ମିଠା ଆଣିଲା ଖାଇବାକୁ ଦେଲା 5-10 ଟଙ୍କା ବାଟ ଖର୍ଚ୍ଚ ନେଇ ଖର୍ଚ୍ଚ କରିବ ପୁରା ଖୁସି ଅଛି ଖୁସି ଅଛି ସେ ଖୁସିରେ ସାମିଲ ହେଲା ନା ଗଲା ମୁଁ ଇଏ ପୋଷ୍ଟ ପିଅନ ଆଉ କିଛି ଦିନ ଗଲା ଆରେ ଆଉ ଖଣ୍ଡେ ତିଥି ପହଞ୍ଚିଲା କି ମାୟା ये तो ठिका नहीं मिला पड़ेगा मेरा आपको बापा हम से सेसु देखी बापा खुशी हो कमर गोटे नातीटा गला तो सी खुशी सैला बुढ़ा जो पोस्ट पर मिठा देता खाली जेजे हम बोली सारे पुओटा आई पुओटा जी माँ खुशी घरे ये झील जन्म लगी खुशी ना तुम सब जमला झील मार दुख ना गोटे नर को उद्धार करे
ଅଛି ଗୋଟିଏ ନରକରୁ ଉଦ୍ଧାର କରେ ସେ ପୁଅ ବହୁତ ନାମକ ନରକରୁ ଉଦ୍ଧାର କରିବାରୁ ତା ନାଁ ହେଉଛି ପୁଅ ଗୋଟିଏ ଆଉ 83ଟା ନରକ ରହିଲେଣି ଆଉ ପୁଅ ତ ଗୋଟିଏ ଉଦ୍ଧାର କଲା ଆଉ କୁଆଡେ ବସିକି ଗଲା ଆଉ କୁଆଡେ ଗଲା ଉଦ୍ଧାର କିଏ କରୁଛି ନା କରୁନି ଆମେ ବାପା ମା ବି ଜାଣିବେ ସେ କେତେବେଳେ ଉଦ୍ଧାର ହବ ଯୋଉ ତୁ ନରକରେ ପୁଅ ବାପା କେତେବେଳେ ପଡେ ଆଉ ପୁଅ ଉଦ୍ଧାର କରେ ଜାଣିଛ ନା ସେ ସମୟ ଗୋଟେ ପୁଅ କେତେବେଳେ ବାପାକୁ ଉଦ୍ଧାର କରେ ସେ ସମୟଟା କଣ ସେ କୋଉ ସମୟରେ ବାପାକୁ ଉଦ୍ଧାର କରିଥିଲା ସେ ଭାରି ଗରମ ସେ ଥାଉ ସେ କଥା କହିଲା ନା ଆମେ ଗୋଟେ ପୁଅକୁ ନବ ବାପା ଗୋଟେ ଯୋଉ ଉଚ୍ଚ ହବ ଯୋଉ ଘରେ ପରିଯିବା ପରେ ଯୋଉ ସୁଯୋଗ ପାଇଁ ପୁଅ ଗୋଟେ କାଟି କରିକି ସ୍କୁଲ ଉଠିଲେ ଆଉ କୋଉ ପୁଅ ଅଛି ତୁ ତାପରେ ଏବେ ତ ଗୋଟିଏ ନା ଗୋଟିଏ ସେ ପୁଅ ହଉ ଯୋଉ ଗୋଟିଏ କମିଲାଣି ସେ ତାପରେ ଯିଏ ଯୋଉ ଗୋଟିଏ ପୁଅ ତାର ହେଲା ସିଏ ଚାହିଁବ ମୋ ପୁଅଟା ପାଠ ପଢି ବିଦେଶ ଯାଉ ନା ପାଠି ଚାଲୁ ଆଉ ସେ ତ ଗଲା ପୁଅକୁ ଶୁଣେଇଲେ ବାପା ମା ଘରେ ରହିଲେ କିଏ ରହିଲେ ଆଉ ପୁଅ କେତେବେଳେ ତାକୁ ଉଦ୍ଧାର କଲା ପୁଅ କେତେବେଳେ ସେବା ଚାଲିଲା ତାକୁ ଉଦ୍ଧାର କଲା ସମୟ କୋଉଠି ସେ କଥା ସାର୍ 64 ନରକରୁ ଉଦ୍ଧାର କରେ ଝିଅ ଯୋଉ ଝିଅ ଜନ୍ମ ହେଲେ ମନକୁ କାର୍ଯ୍ୟ ସେଇଥିପାଇଁ ଭଙ୍ଗ କରିଲେ ହୀରା ବୈଦୁର୍ଯ୍ୟ ଯେ ମୁକ୍ତାମାଣି କର ମୂଲ୍ୟ ଅଛି ମୂଲ୍ୟ ନାହିଁ तो 64 को आउट कर अपने बाकी 19 ଆଉ 19ଟା ରହିଲା 19ଟା ନରକରୁ କୂଳ ବଧ ବହୁ ଉଦ୍ଧାର କରେ ତାମାନେ 84ଟା ନରକ ଭିତରୁ ଇଏ ଝିଅ ମାନେ ଉଦ୍ଧାର କରିବେ ଏଇଟା ଇଏ ବହୁ ଝିଅ ସେଟା ଝିଅ ନା 83ଟା ନରକରୁ ଏ ଝିଅ ମାନେ ଉଦ୍ଧାର କରିବେ ଗୋଟିଏ ନରକରୁ ପୁଅ ଉଦ୍ଧାର କରିବେ ଏଠି ପୁଅ ପାଇଁ ବାଲା ହଉଛି ଆଉ ଏ ସୂର୍ଯ୍ୟକାନ୍ତ ଯଦି ଝିଅ ହେଇଥାନ୍ତେ ବାଲା ହେଇଥାନ୍ତା ହବ ଏ କେଉଁଟେ ବରା ଏ ବାଲା ବାଲା କୋଉଠୁ ଆସିଲେ ଖାଇବା ପିଇବା ସବୁ ହବ କି କାହିଁକି ନା ଆମେ ସ୍ୱାର୍ଥ ସର୍ବତ ମଣିଷ ପୁଅ ରହିଲେ ଚାକିରି କରିବ ରୋଜଗାର କରିବ ଟଙ୍କା ଦବ ଆମେ ସେଇଥିପାଇଁ ଆମେ ଯୋଉ ପାଲା ଫାଲା ପୁଅ କେତେ ଭଲ କରୁଛେ ସ୍ୱାର୍ଥରେ ନା ନା ଠିକ ନା ସ୍ୱାର୍ଥ କଣ କହୁଥିଲି ସେ ଯୋଉ ଚିଠି ଦେଇଦେଲା ବାପା ଜାଣିବ ଖୁସି ହବ ଆଉ ନାତିଟି ହେଇଛି ବୁଢା ଖୁସି ଲାଗିବ ମୁଁ ଯାଉଛି ମଟନ ପିଲା ଆଣିକି ରୋଷେଇ ଏତେ ବଡ ଖବର ଦେବି ଘରେ ଆଣି ମାସ ରୋଷେଇ କରି ତାକୁ 100-200 ଟଙ୍କା ଖର୍ଚ୍ଚକୁ ଦେଲା ପୁଅ ଯୋଉଦିନ 21 ହେଲା ତାର ପୁଅ ବହୁତ ପୁଅ ମାନେ ଆସିପାରିଲେନି ବୁଢା କହିଲା ନ ଆସ ତମେ ସାଡେ 21 ପୂଜା କରୁଥା ମୁଁ ଆଡେ ଗାଁ ବେଲା ଖାଇବାକୁ ଗାଁ ବେଲା ଖାଇଲେ ହସ ଖୁସି ଆଉ ମାସେ ପରେ ଆଉ ଗୋଟା ଚିଠି ଆଇଲା ସେଇ ପଡିବ ବାପା ଜାଣିବ ଶେଷରେ ବାପା ପୁଅକୁ ଟିକେ ଥଣ୍ଡା ଡର ହେଇଥିଲା ଥଣ୍ଡାର ନିମୋନିଆ ହେଇଗଲା ନିମୋନିଆରେ ଯୋଉ ଗାଁ ଲୋକ ଭୋଜି ଖାଇକି ଖୁସି ହେଇଥିଲେ ସିଏ ଆସି ସେ ବୁଢା ପାଖରେ କାନ୍ଦିନ୍ତି କି ଯୋଉ ପୋଷ୍ଟ ପିଅନ ଖବର ଦେଲା ବେଳେ ମିଠା ଖାଇଥିଲା ପୁଅ ହେଲା ଚିଠି ପଡିଲା ବେଳେ ମଟନ ଖାଇଥିଲା ସିଏ ବୁଢା ପାଖରେ ବସି କାନ୍ଦିଛି ହସିଲା ବେଳେ ଶୀଘ୍ର ଆଗ ହେଇଥିଲା ଏମିତି କିନ୍ତୁ କାନ୍ଦିଲା ବେଳେ କିଏ କାନ୍ଦିଲା
ମନେ ରଖିଥାଅ ଜୀବନରେ ଯୋଉ ଦୁଃଖ ଆସିବ କାନ୍ଦିବା ପାଇଁ ପଡିବ ଏକା ଏକା ପଥ ଦେଇଥାଅ ଭାଗବତ ଏଇ ଭାଗରେ ହେବି କାନ୍ଦିଲେ ଏକା କାନ୍ଦିଲେ ତମେ ହସିଲେ ତୁମ ସାଙ୍ଗରେ ହସିବାକୁ ଅନେକ ଲୋକ କାନ୍ଦି କାହିଁ କହୁଛି କଥା ହାତୀ ପଡୁଛି ନା ଏଇମାନଙ୍କୁ ଅତି ନିଜର କରିଥିଲି ଆପଣ ନାଁଟା ଶୁଣିଲେ କାନ୍ଦି ପଡ଼ିଲେ ଏଇମାନେ ମୋର ସମ୍ବନ୍ଧୀ ଏଇମାନଙ୍କ ସହିତ ମୋର ସମ୍ପର୍କ ଥିଲା ତେଣୁ ଯୋଉମାନେ ଜୀବନରେ ଦୁଃଖ ଦେବେ ଆମେ ସେଇଆକୁ ଆପଣେଇ ନେଇ ଚାଲିଯିବା ସେଇଟା ଦୁଃଖ ଦେବେ ଦୁଃଖ ଗାଁ ଲୋକ ଦେବେନି ଆପଣଙ୍କୁ କିଏ ଗାଁ ଲୋକ ଦୁଃଖ ଦେବେ କି ଗାଁ ଲୋକ ଆପଣ କଣ କରୁଛନ୍ତି ଦୁଃଖ କିଏ ଦବ ନିଜ ପର ଲୋକ କେହି ଦୁଃଖ ଦେବେନି ପ୍ରଭୁ ସହଜ କରିବା ଠିକଣା ବେଳେ ସବୁ ନିଜ ଲୋକ ହିଁ ଦୁଃଖ ଦେବେ ତାକୁ ଅଭିରାମ କରମ ଧନ ଧାରା ସୁତ ସମସ୍ତଙ୍କ ପାଖରୁ ନିରାଶ ହେଲା ଶେଷକୁ ନିରାଶ ନା ସେ ପର୍ଯ୍ୟନ୍ତ ଆମେ ହାର ମାନିବୁନି ଯେ ପର୍ଯ୍ୟନ୍ତ ନିଜ ବାହୁରେ ବଳ ଥିବ ଯେ ପର୍ଯ୍ୟନ୍ତ ପକେଟରେ ଟଙ୍କା ଥିବ ଯେ ପର୍ଯ୍ୟନ୍ତ ବନ୍ଧୁ ବଳ ଭାଇ ବଳ ଇଏ ସବୁ ଥିବ ଦେଖୁନାହାନ୍ତି ବାସ୍ତବ ପ୍ରତ୍ୟକ୍ଷରେ ଆପଣଙ୍କ ଟିକେ ଦେହ ଖରାପ ହେଲା ଜଷ୍ଟ ବୁଝିଲେ 15 ଦିନ ଔଷଧ ଖାଇଲେ ଭଲ ହେଲେନି ସେଠି ମାସେ ଖଣ୍ଡେ ଔଷଧ ଖାଇଲେ ଭଲ ହେଲେନି କଣ କରି ଭଲ ଏତେ ବଡ ଡାକ୍ତର ଟିକେ ଦିଲ୍ଲୀ ପଳଉ ଦିଲ୍ଲୀ ଗଲେ ସେଠି 4 ମାସ ଔଷଧ ଖାଇଲେ ଭଲ ହେଲେନି ଦିଲ୍ଲୀ ଗଲେ ପଠେଇଲେ କୋଉଠି ପଠେଇଲେ ଆମେରିକା ଯୋଉଠି ବିଜ୍ଞାନ କୌଶଳ ଆମେରିକାର ଅଧିକାର ଆମେରିକା ପଠେଇଲେ ଆମେରିକା ଡକ୍ଟର ପାଖରେ 4 ମାସ ଔଷଧ ଖାଇଲେ ଭଲ ହେଲେନି ଆଉ ସବୁ ସେତିକି ବେଳେ ହାତ ଧରିକି ପ୍ରଭୁ କେତେବେଳେ ଇଏ ଚୈତନ୍ୟ ଆମର ଉଦୟ ହୁଏ ତା ପୂର୍ବରୁ ନୁହଁ ମୋ ପକେଟରେ ଟଙ୍କା ଅଛି ମେଡିକାଲ ଈଶ୍ୱର ମନେ ପଡନ୍ତି ଯେତେବେଳେ ଟଙ୍କା ବଳ ଭାଇ ବଳ ବନ୍ଧୁ ବଳ ସବୁ ହାର ମାନିଯାଏ ସେତିକି ବେଳେ ପ୍ରଭୁ ସବୁ ବଳ ପାଖରୁ ନିରାଶ ହେଇଗଲା ସେ ଦୈବ ବଳକୁ ଆଶ୍ରୟ କଲା ନିରାଶ୍ରୟ ସମର୍ପିତ ହେଇଗଲା ଆଉ ସେ ପ୍ରଭୁ ହୃଦୟରୁ ସମର୍ପିତ ହେଇଗଲେ ସେ ସେତେବେଳେ ସେ ଦେଖିବନି ଯେ କଣ କରିଥିଲା ନ କରିଥିଲା ହାତ ହରେ ଦେଖିଥିଲା ରଜରାଜକୁ ଜଳେ
इंद्रिय कबल मुक्ति ही जिते हाथीटा मनटा मन रूपी हस्ती जिते ईश्वर मार्गी ही गला आम सब इंद्रिय मार्ग भितर अच्छे राति पाइले केमती फूल तोड़ इंद्रिय मार्गी आम इंद्रिय काम कला चंदन घोरी ठाकुर लगे इंद्रिय काम कला ठाकुर पाखे चंद्र ना आमरी चंद्र को अपेक्षा ठाकुर पाखे फूल ना आमरी फूल को अपेक्षा कर ठाकुर पाखे खाइबा ना आमरी पड़िया आम दबाई दुष्ट हाँ ठीक है आमर जिन अनेक खाए माने कृपा आम बचुचे आम भावुँ आम भावुचे मैंने तार घर कर आम मध्य करू से रहा तार खाया पाए आम ओडिया कमेदेव से खाइला आम प्रभु को दबा व्यस्त हो प्रभु को व्यस्त अच्छी प्रभु कहीं केवल ये दबा बाटे कौन भाई तमें दौड़ आम नौ तुम सुंदर बदन तमें दब नहीं कि आम नबु नहीं ना तुम फल फल आम पाइब देणी मिली हिसाब ना भोक भोक झील सब कौटे खाई खाई कुंभीर कबलू उधार खाइला आज से जल विचरण करुवा कुंभीर को निधन कर प्रभु ये कष रात गोत्र धार कम भी कहले पक्षी रात कहले श्रेष्ठ पक्षी भितर श्रेष्ठ पक्षी भितर श्रेष्ठ ब्रॉयलर हेमंत गरुड़ जहाँ विराजमान करते प्रभु नारायण से प्रभु कुकु वर्ष जन्म होता ना हूँ कौकुर से भगवान नीलामय कृष्ण आस्थान विजय कर पंचदेवता उपस्थित होता समस्त आवाज भगवती महिषी माँ भौणी दुरागत समस्त भागिनी पंडित मान सभे सर्वोपरि आम श्रद्धेय सूर्यकांत सपरिवार भगवान सत्यनारायण भगवान कृष्ण मंगल ध्यान करूँ आपको कुशलित करूँ विश्व दुख दूरे शांति रही सर्वे आनंद हरि बोल चारिदिगे चारि तीर कोटिलु बहन